ଏହି ଦୁନିଆରେ ଅନେକ ଲୋକ ତୁମକୁ ତଳେ ପକାଇବାକୁ କାମ କରୁଛନ୍ତି। ତୁମର ସମ୍ପର୍କୀୟ, ତୁମର ନକଲି ସାଙ୍ଗ, ତୁମର ସାଥୀ, ଏପରିକି ଅନେକ ଥର ତୁମର ନିଜ ଲୋକ ମଧ୍ୟ। ଯଦି ତୁମେ ଦୁର୍ବଳ ରହିବ, ତେବେ ଏହି ଲୋକମାନେ ତୁମ ଇଜ୍ଜତକୁ ମାଟିରେ ମିଶାଇ ଦେବେ। ତୁମ ସହ ଏମିତି ବ୍ୟବହାର କରିବେ ଯେମିତି ତୁମର କୌଣସି ମୂଲ୍ୟ ହିଁ ନାହିଁ। କିନ୍ତୁ ଗୋଟିଏ ରାସ୍ତା ଅଛି। ଯଦି ତୁମେ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ନୀତି ଗୁଡ଼ିକୁ ଆପଣାଇବ, ତେବେ ଦୁନିଆର କୌଣସି ଶକ୍ତି ତୁମକୁ ହରାଇ ପାରିବ ନାହିଁ। ଏହା ସେହି ନୀତି ଯାହା ସଫଳ ଲୋକମାନେ ଜାଣନ୍ତି, କିନ୍ତୁ ମୂର୍ଖ ଲୋକମାନେ କେବେ ବି ବୁଝିପାରନ୍ତି ନାହିଁ। ବର୍ତ୍ତମାନ ନିଜକୁ ଗୋଟିଏ ପ୍ରଶ୍ନ ପଚାର, କଣ ତୁମ ଜୀବନରେ କେବେ ଏମିତି ହୋଇଛି ଯେ ତୁମକୁ ଅପମାନିତ କରାଯାଇଛି? କଣ କେବେ ତୁମ ପରିଶ୍ରମକୁ ଅଣଦେଖା କରାଯାଇଛି? କଣ ତୁମକୁ କେବେ ଏମିତି ଲାଗିଛି ଯେ ଲୋକେ ତୁମକୁ ହାଲୁକାରେ ନେଉଛନ୍ତି? ଯଦି ଉତ୍ତର ହଁ ଅଟେ, ତେବେ ସମୟ ଆସିଯାଇଛି ଏହି ଅପମାନକୁ ଶେଷ କରିବାର। ପ୍ରସ୍ତୁତ ହୋଇଯାଅ, କାରଣ ଏବେ ଯେଉଁ କଥା ତୁମେ ଶୁଣିବାକୁ ଯାଉଛ, ତାହା ତୁମର ଚିନ୍ତାଧାରାକୁ ସବୁଦିନ ପାଇଁ ବଦଳାଇ ଦେବ। ଚାଣକ୍ୟ ନୀତି ନମ୍ବର 1, ଡରକୁ ମାରିଦିଅ, ନହେଲେ ଲୋକେ ତୁମକୁ ଦଳିଦେବେ। ମନେ ରଖ, ଦୁନିଆ ସବୁଠାରୁ ଆଗେ ତାକୁ ହିଁ ଦଳି ଦିଏ ଯିଏ ଡର ଦେଖାଏ। ତୁମେ କେବେ ଜଙ୍ଗଲର ନିୟମ ଦେଖିଛ? ଯେଉଁ ପଶୁ ସବୁଠାରୁ ଅଧିକ ଡରିଥାଏ, ଶିକାରୀ ସବୁଠୁ ଆଗେ ତା ଉପରେ ଆକ୍ରମଣ କରେ। ଚାଣକ୍ୟ କୁହନ୍ତି, କେବେ ଦୁର୍ବଳ ହୁଅ ନାହିଁ ଏବଂ କେବେ ପଳାୟନ କର ନାହିଁ, କାରଣ ଯଦି ତୁମେ ଡରିଗଲ, ତେବେ ଲୋକେ ତୁମକୁ ବାରମ୍ବାର ଭାଙ୍ଗିବେ। ଭାବ ତ ଥରେ, କେତେଥର ତୁମେ ନିଜ ନିଷ୍ପତ୍ତି କେବଳ ଏଥିପାଇଁ ବଦଳାଇ ଦେଇଛ କାରଣ ତୁମକୁ ଡର ଥିଲା ଯେ ଲୋକ କଣ କହିବେ। କେତେଥର ତୁମେ କାହା ଆଗରେ ନିଜ ସତ କଥା ରଖିପାରିଲ ନାହିଁ କାରଣ ତୁମକୁ ଲାଗିଲା ସେ ତୁମକୁ ଛାଡ଼ିଦେବ। କିନ୍ତୁ ଅସଲ କଥା ହେଉଛି, ଦୁନିଆ ସେହି ମଣିଷକୁ ଇଜ୍ଜତ ଦିଏ ଯିଏ ଭିତରୁ ମଜବୁତ ଥାଏ ଏବଂ ଡର ଦେଖାଏ ନାହିଁ। ଡର ଦୁଇଟି କାରଣରୁ ସୃଷ୍ଟି ହୁଏ। ପ୍ରଥମ, ନିଜ ଉପରେ ଭରସା ନଥିବାରୁ। ଦ୍ୱିତୀୟ, ଦୁନିଆ ତିଆରି କରିଥିବା ମିଛ ଛବି ପାଇଁ। ଯଦି ତୁମେ ନିଜ ଉପରେ ବିଶ୍ୱାସ କରିବ ନାହିଁ, ତେବେ ସବୁବେଳେ ଅନ୍ୟର ଇଶାରାରେ ଚାଲିବ। ଲୋକେ ତୁମକୁ କଣ୍ଢେଇ ଭଳି ନଚାଇବେ, କିନ୍ତୁ ଯେଉଁଦିନ ତୁମେ ସ୍ଥିର କରିନେବ ଯେ ମୁଁ ଡରିକି ନୁହେଁ ବରଂ ଶକ୍ତିର ସହ ବଞ୍ଚିବି, ସେଇ ଦିନ ତୁମର ଅସଲ ଜନ୍ମ ହେବ। ମନେ ରଖ, ଡର ମଣିଷକୁ ଗୋଲାମ ବନାଏ, କିନ୍ତୁ ଆତ୍ମବିଶ୍ୱାସ ମଣିଷକୁ ରାଜା ବନାଏ। ଏବେ ପ୍ରଶ୍ନ ତୁମ ଆଗରେ ଅଛି, ତୁମେ ସାରା ଜୀବନ ଡରି ଡରି ବଞ୍ଚିବାକୁ ଚାହୁଁଛ, ନା ଏତେ ମଜବୁତ ହେବାକୁ ଚାହୁଁଛ ଯେ ଦୁନିଆ ତୁମ ନାଁ ଶୁଣିଲେ ଥରିବ? ଚାଣକ୍ୟ ନୀତି ନମ୍ବର 2, ନିଜର ଦୁର୍ବଳତା କୁହ ନାହିଁ। ଆଜିକାଲି ସମୟର ସବୁଠୁ ବଡ଼ ଭୁଲ କଣ? ଲୋକେ ନିଜର ଦୁର୍ବଳତା ନିଜେ ଅନ୍ୟମାନଙ୍କୁ କହିଦିଅନ୍ତି ଏବଂ ଏହି ଦୁର୍ବଳତା ଦିନେ ତାଙ୍କର ବିରୋଧରେ ହତିଆର ପାଲଟିଯାଏ। ଆଚାର୍ଯ୍ୟ ଚାଣକ୍ୟ ସ୍ପଷ୍ଟ କହିଛନ୍ତି, ବୁଦ୍ଧିମାନ ମଣିଷ ନିଜର ଗୁପ୍ତ କଥା କେବେ କାହାକୁ କୁହେ ନାହିଁ। କିନ୍ତୁ ତୁମେ କଣ କରୁଛ? ଟିକେ ଅସୁବିଧା ହେଲା କି ତୁମେ ସମସ୍ତଙ୍କୁ କହିବାର ଲାଗି ପଡୁଛ। ମୋ ପାଖରେ ପଇସା ନାହିଁ, ଘର ଲୋକ ସପୋର୍ଟ କରୁନାହାନ୍ତି, ମୋ ଭାଗ୍ୟ ଖରାପ ଅଛି, ଏବଂ ତାପରେ ତୁମେ ଭାବୁଛ ଯେ ଲୋକେ ତୁମକୁ ସାହାଯ୍ୟ କରିବେ। କିନ୍ତୁ ସତ କଥା ହେଉଛି, 90% ଲୋକ କେବଳ ତମସା ମଜା ଦେଖିବା ପାଇଁ ତୁମ କଥା ଶୁଣନ୍ତି ଏବଂ ବାକି 10% ଲୋକ ତୁମ ଦୁର୍ବଳତାର ବ୍ୟବହାର କରି ତୁମକୁ ଆହୁରି ତଳେ ପକାନ୍ତି। ଦୁନିଆକୁ କେବେ କୁହ ନାହିଁ ତୁମର ଅସଲ ଦୁର୍ବଳତା କଣ, କାରଣ ଲୋକେ ତୁମକୁ ସାହାଯ୍ୟ କରିବେ ନାହିଁ, ବରଂ ତୁମକୁ ଆହୁରି ତଳେ ପକାଇବାର ରାସ୍ତା ଖୋଜିବେ। ତୁମେ କେବଳ ଭାବିଛ ବଡ଼ ବଡ଼ ନେତା, ସଫଳ ବ୍ୟବସାୟୀ କିମ୍ବା ଖେଳାଳି ନିଜ ଅସୁବିଧା କେବେ ସମସ୍ତ ଆଗରେ କାହିଁକି କୁହନ୍ତି ନାହିଁ? କାରଣ ସେମାନେ ଜାଣନ୍ତି, ଯଦି ଦୁନିଆକୁ ତାଙ୍କ ଦୁର୍ବଳତା ମିଳିଗଲା, ତେବେ ଲୋକେ ତାଙ୍କୁ କେବେ ସମ୍ମାନ କରିବେ ନାହିଁ। ଆଜିଠାରୁ ଗୋଟିଏ ନିୟମ ବନାଅ, ଦୁନିଆ ଆଗରେ କେବଳ ନିଜର ଶକ୍ତି ଦେଖାଅ, ଦୁର୍ବଳତାକୁ ହୃଦୟରେ ରଖ ଏବଂ ଜବାବ ନିଜ କାମ ଦ୍ୱାରା ଦିଅ। ଯଦି ତୁମେ ଏ ଯାଇ କୁହାଯାଇଥିବା କଥାରେ ସହମତ, ତେବେ ଭିଡିଓକୁ ଲାଇକ୍ କର, କାରଣ ଆଗକୁ ଯେଉଁ ନୀତି ଆସିବ ତାହା ତୁମକୁ ଭିତରୁ ହଲାଇ ଦେବ। ଚାଣକ୍ୟ ନୀତି ନମ୍ବର 3, ଖରାପ ସାଙ୍ଗସାଥିରୁ ବଞ୍ଚ, ନହେଲେ ବର୍ବାଦ ହୋଇଯିବ। ଯଦି ତୁମେ ଆଜି ଯେଉଁଠି ଅଛ ସେଇଠାରେ ରହିଗଲ, ତେବେ ଆଗାମୀ କାଲି ତୁମକୁ ଦଳିଦେବ। ଏବଂ ଯଦି ତୁମେ ତୁମର ଖରାପ ସାଙ୍ଗ ବଦଳାଇଲ ନାହିଁ, ତେବେ ମନେ ରଖ, ଏହି ସାଙ୍ଗ ହିଁ ତୁମ ସ୍ୱପ୍ନର ଚିତା ଜଳାଇବେ। ସାଙ୍ଗମାନେ ଜୀବନରେ ସବୁଠୁ ବଡ଼ ଭୁଲ ଆମେ ସେତେବେଳେ କରୁ ଯେତେବେଳେ ଆମେ
ଭାବୁ ଯେ ସାଙ୍ଗ ଯାହାକୁ ବି ବନାଅ କିଛି ଫରକ ପଡେନି, କିନ୍ତୁ ଚାଣକ୍ୟ ସ୍ପଷ୍ଟ କହିଛନ୍ତି ଦୁଷ୍ଟ ବ୍ୟକ୍ତିର ସାଥ ଧୀରେ ଧୀରେ ଭଲ ମଣିଷକୁ ବି ବିନାଶ ଆଡକୁ ନେଇଯାଏ। ଭାବନ୍ତୁ, ଯଦି ଆପଣ ପ୍ରତିଦିନ ସକାଳେ ଉଠି ଭଲ ଚିନ୍ତାଧାରା ଥିବା ଲୋକଙ୍କ ସହ ବସନ୍ତି, ତେବେ ଆପଣଙ୍କ ମନ ମଧ୍ୟ ନିର୍ମଳ ଏବଂ ମଜବୁତ ହେବ। କିନ୍ତୁ ଯଦି ସେହି ସକାଳ କୌଣସି ଏମିତି ଲୋକ ସହ ବିତେ ଯିଏ କେବଳ ଅଭିଯୋଗ କରେ, ନିଶା ଖାଏ, ରାଗେ, ତେବେ ଆପଣଙ୍କ ଆତ୍ମା ଧୀରେ ଧୀରେ ସେହି ରଙ୍ଗରେ ରଙ୍ଗେଇ ଯିବ। ଏହା ଜୀବନର ଅଟଳ ସତ୍ୟ। ସାଙ୍ଗ ବଦଳାଅ, ଭାଗ୍ୟ ବଦଳିଯିବ। ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଆପଣ ଯେଉଁ 5 ଜଣ ଲୋକଙ୍କ ସହ ସବୁଠୁ ଅଧିକ ସମୟ ବିତାନ୍ତି, ଧୀରେ ଧୀରେ ଆପଣ ସେମାନଙ୍କ ଭଳି ଚିନ୍ତା କରିବା ଏବଂ କାମ କରିବା ଆରମ୍ଭ କରନ୍ତି। ଯଦି ସେମାନେ ଅଳସୁଆ, ଆପଣ ବି ଢିଲା ପଡିଯିବେ। ଯଦି ସେମାନେ ନିଶାଖୋର, ଆପଣ ବି ବେପରୁଆ ହୋଇଯିବେ। ଯଦି ସେମାନେ ମହତ୍ୱାକାଂକ୍ଷୀ, କିଛି କହିବାକୁ ଚାହୁଁଥିବା ଲୋକ, ତେବେ ଆପଣଙ୍କ ଆତ୍ମା ବି ନିଆଁ ଭଳି ଜଳିବାକୁ ଲାଗିବ। ଖରାପ ଲୋକ ଆପଣଙ୍କୁ ପ୍ରଥମେ ଭାଙ୍ଗନ୍ତି ନାହିଁ, ସେମାନେ ଧୀରେ ଧୀରେ ଆପଣଙ୍କୁ ନିଜ ନଜରରେ ଛୋଟ କରିଦିଅନ୍ତି। ଯେମିତି କାଠରେ ଉଇ ଲାଗିଲେ ତାର ପୁରା କାଠକୁ ଫମ୍ପା କରିଦିଏ, ସେମିତି ଖରାପ ସାଙ୍ଗ ମଣିଷର ଆତ୍ମାକୁ ଭିତରୁ ଫମ୍ପା କରିଦିଏ। ଚାଣକ୍ୟ ନୀତି କୁହେ, ମୂର୍ଖ ବ୍ୟକ୍ତିର ବନ୍ଧୁତା ଅପେକ୍ଷା ଏକା ରହିବା ଅନେକ ଭଲ। ଭାବନ୍ତୁ, ତୁମର ଜୀବନ ଯାତ୍ରା ଏକ ଡଙ୍ଗା ଏବଂ ତୁମର ସାଥୀମାନେ ସେଇ ଡଙ୍ଗାରେ ବସିଥିବା ନାଉରୀ। ଯଦି ତୁମ ସାଙ୍ଗରେ ବସିଥିବା ଲୋକ ତୁମର ସାଥ ଦେବେନି, ତେବେ ଡଙ୍ଗା ମଝି ସମୁଦ୍ରରେ ବୁଡିଯିବ। ତେଣୁ ବୁଦ୍ଧିମାନ ଏଥିରେ ଯେ ଖରାପ ସାଥୀକୁ ଚିହ୍ନ ଏବଂ ତାଠାରୁ ଦୂରେଇ ଯାଅ। ଗୋଟିଏ ଛୋଟ କାହାଣୀ ଶୁଣ। ଗୋଟିଏ ପିଲା ଥିଲା, ବହୁତ ବୁଦ୍ଧିମାନ, ପାଠରେ ଭଲ, ଖେଳରେ ବି ଭଲ, କିନ୍ତୁ ତାର ଭୁଲ ଏତିକି ଥିଲା ଯେ ସେ ସାହିର ଖରାପ ପିଲାଙ୍କ ସହ ବୁଲିବାକୁ ଲାଗିଲା। ପ୍ରଥମେ ସିଗାରେଟ ପିଇଲା, ପରେ ଗୁଟଖା, ପରେ ଚୋରି ବି କରିବାକୁ ଲାଗିଲା। ଧୀରେ ଧୀରେ ସେଇ ପିଲା, ଯାହାକୁ ନେଇ ବାପା ମା ଭାବିଥିଲେ ଯେ ବଡ ମଣିଷ ହେବ, ସେ ଜେଲରେ ପହଞ୍ଚିଗଲା। ଏବେ ତୁମେ ଭାବ, କଣ ତାର ଟ୍ୟାଲେଣ୍ଟ କମ ଥିଲା? ନା। କଣ ତାର ଦିମାଗ ଦୁର୍ବଳ ଥିଲା? ନା। କିନ୍ତୁ ତାର ସାଙ୍ଗ ଖରାପ ଥିଲା। ଏଥିପାଇଁ ଚାଣକ୍ୟ କହିଛନ୍ତି, ସାପ, ନିଆଁ ଏବଂ ଦୁଷ୍ଟ ବ୍ୟକ୍ତି, ଏହି 3 ଜଣଙ୍କୁ କେବେ ପାଖକୁ ଆସିବାକୁ ଦିଅ ନାହିଁ, କାରଣ ଏମାନଙ୍କ ସ୍ୱଭାବ ହେଲା ଦଂଶନ କରିବା। ଚାଣକ୍ୟ ନୀତି 4, ରାଗକୁ ଜିତି ନିଅ, ନହେଲେ ତୁମକୁ ଖାଇଯିବ। ରାଗ, ଏହା ସେଇ ନିଆଁ ଯାହା ପ୍ରଥମେ ମଣିଷକୁ ନିଜେ ଜାଳିଥାଏ ଏବଂ ପରେ ତା ଆଖପାଖର ସମସ୍ତଙ୍କୁ। ଚାଣକ୍ୟ କହିଛନ୍ତି, ଯେଉଁ ମଣିଷ ନିଜ ରାଗକୁ ଜିତି ନିଏ, ସେ ପୁରା ସଂସାରକୁ ଜିତିପାରେ। ଭାବ ତ, ତୁମ ଜୀବନରେ କେତେ ଥର ଏମିତି ହୋଇଥିବ ଯେ ତୁମ ରାଗ ତୁମ ବିରୋଧରେ ଚାଲିଗଲା। କେବେ ଯୁକ୍ତି ତର୍କରେ ତୁମେ ଦରକାର ଠାରୁ ଅଧିକ କହିଦେଲ ଏବଂ ସମ୍ପର୍କ ଭାଙ୍ଗିଗଲା। କେବେ ଚାକିରିରେ ବସ୍ କିଛି କହିଲେ ଏବଂ ତୁମେ ଓଲଟା ଜବାବ ଦେଇଦେଲ, ଫଳରେ ଚାକିରି ଚାଲିଗଲା। ରାଗ କାହିଁକି ଆସେ? 2ଟି କାରଣ। ପ୍ରଥମ, ଯେତେବେଳେ ଆମକୁ ଲାଗେ ଯେ ଆମେ ନିୟନ୍ତ୍ରଣରେ ନାହୁଁ। ଦ୍ୱିତୀୟ, ଯେତେବେଳେ ଆମକୁ ଲାଗେ ଆମ ଇଜ୍ଜତ ଉପରେ ଆଞ୍ଚ ଆସୁଛି। କିନ୍ତୁ ମନେ ରଖ, ରାଗ ତୁମକୁ ଶକ୍ତିଶାଳୀ କରେ ନାହିଁ, ଆହୁରି ଦୁର୍ବଳ କରିଦିଏ। ଅସଲ ଶକ୍ତି ହେଉଛି ରାଗ ସମୟରେ ବି ଶାନ୍ତ ରହିବା। ମହାଭାରତରେ ଅଭିମନ୍ୟୁ ଚକ୍ରବ୍ୟୁହରେ ଫସିଗଲେ। ସେ ବାହାଦୁର ଥିଲେ, କିନ୍ତୁ ରାଗରେ ଆସି ସେ ଭୁଲ ନିଷ୍ପତ୍ତି ନେଲେ। ଇତିହାସ ସାକ୍ଷୀ ଅଛି, ସେ ସେଇଠାରେ ଶହୀଦ ହୋଇଗଲେ। ରାଗ ବାହାଦୁରକୁ ବି ମୂର୍ଖ ବନାଇ ଦିଏ। ତେଣୁ ଆଜିଠାରୁ ମନେ ରଖ, ଯେବେ ବି ରାଗ ଆସିବ, ଲମ୍ବା ନିଶ୍ୱାସ ନିଅ। ଭାବ ଯେ ସାମ୍ନା ଲୋକ ତୁମକୁ ବାଟବଣା କରିବାକୁ ଚାହୁଁଛି। ଯଦି ତୁମେ ଶାନ୍ତ ରହିଗଲ, ତେବେ ତୁମେ ଜିତିଗଲ। ଚାଣକ୍ୟ ନୀତି ନମ୍ବର 5, ରହସ୍ୟ ଲୁଚାଇବା ଶିଖ, ନହେଲେ ଲୋକେ ତୁମକୁ ବର୍ବାଦ କରିଦେବେ। ମଣିଷର ସବୁଠୁ ବଡ ଦୁର୍ବଳତା ହେଉଛି ସେ ନିଜ କଥା ଅଟକାଇ ପାରେନି। ଖୁସି ହେଲେ ସମସ୍ତଙ୍କୁ କହିଦିଏ, ଦୁଃଖୀ ହେଲେ ବି କହିଦିଏ। ଚାଣକ୍ୟ ସଫା ସଫା କହିଥିଲେ, ବୁଦ୍ଧିମାନ ମଣିଷ ନିଜ ରହସ୍ୟ କାହାକୁ କୁହେ ନାହିଁ। ଭାବ ତ, ତୁମେ କାହାକୁ ନିଜର ରହସ୍ୟ କହିଲ? ତୁମେ କାହାକୁ ଭଲ ପାଉଛ? ତୁମ ପାଖରେ କେତେ ଟଙ୍କା ଅଛି? ତୁମ ଘରର ଦୁର୍ବଳତା କଣ? କଣ ଗ୍ୟାରେଣ୍ଟି ଅଛି ଯେ ସେଇ ଲୋକ କାଲି ତୁମ ବିରୋଧରେ ଏହି କଥା ବ୍ୟବହାର କରିବ ନାହିଁ? ମନେ ରଖ, ରହସ୍ୟ କେବଳ 2ଟି ଜାଗାରେ ସୁରକ୍ଷିତ ଥାଏ। ପ୍ରଥମ, ତୁମ ହୃଦୟରେ। ଦ୍ୱିତୀୟ, କବର ବା ମଶାଣିରେ। ବାକି ଯେଉଁଠି ବି ଖୋଲିଲ, ବିପଦ ଆରମ୍ଭ ହୋଇଗଲା। ଗୋଟିଏ ରାଜା ଥିଲେ, ତାଙ୍କର କାନ ବହୁତ ବଡ ଥିଲା। ସେ ଏହି କଥା ନିଜର ଭଣ୍ଡାରୀ ବା ବାରିକକୁ କହିଲେ।
ଭଣ୍ଡାରୀ ପେଟରେ କଥା ରହିଲାନି। ସେ ଅନ୍ୟକୁ କହିଲା, କଥା ବ୍ୟାପିଗଲା ଏବଂ ରାଜାଙ୍କ ଇଜ୍ଜତ ଚାଲିଗଲା। ତେଣୁ ନିଜର ରହସ୍ୟ କାହାକୁ ଦିଅ ନାହିଁ। ଚାଣକ୍ୟ ନୀତି ନମ୍ବର 6, ସମୟକୁ ଚିହ୍ନ, ନହେଲେ ପଶ୍ଚାତାପ କରିବାକୁ ପଡିବ। ଜୀବନର ସବୁଠୁ ବଡ ସତ ସମୟ। ସମୟ କାହାକୁ ଅପେକ୍ଷା କରେନି। ଚାଣକ୍ୟ କହିଛନ୍ତି, ସମୟ ହେଉଛି ସବୁଠୁ ବଡ ଶକ୍ତି। ଯିଏ ସମୟକୁ ଧରି ନେଲା ସେ ସବୁ କିଛି ପାଇଗଲା। କେତେଥର ତୁମେ ଭାବିଛ କାଲିଠୁ ପାଠ ପଢିବି, ଆର ମାସରୁ ବିଜନେସ କରିବି, କିନ୍ତୁ କାଲି କେବେ ଆସେ ନାହିଁ। ସମୟ ଚୁପଚାପ ଚାଲିଯାଏ ଏବଂ ମଣିଷ କେବଳ ଭାବୁଥାଏ, କାଶ ମୁଁ ସେତେବେଳେ ପରିଶ୍ରମ କରିଥାନ୍ତି। ଥୋମାସ ଏଡିସନ ବଲ୍ବ ଉଦ୍ଭାବନ କଲେ, 1000 ଥର ଚେଷ୍ଟା କଲେ, କିନ୍ତୁ ସମୟ ନଷ୍ଟ କଲେନି। ଯଦି ଅବଦୁଲ କାଲାମ ଭାବିଥାନ୍ତେ ପରେ ପଢିବି, ତେବେ ସେ କଣ ମିସାଇଲ ମ୍ୟାନ ହୋଇପାରିଥାନ୍ତେ? ଚାଣକ୍ୟଙ୍କ ସିଧା ମନ୍ତ୍ର, ଯେଉଁ କାମ ଆଜି ହୋଇପାରିବ ତାକୁ କାଲି ଉପରେ ପକାଅ ନାହିଁ। ଚାଣକ୍ୟ ନୀତି ନମ୍ବର 7, ମୂର୍ଖ ସଙ୍ଗତି ବିନାଶର କାରଣ। ତୁମ ଜୀବନରେ 2 ପ୍ରକାରର ଲୋକ ମିଳିବେ। ପ୍ରଥମେ ସେମାନେ ଯେଉଁମାନେ ତୁମ ସ୍ୱପ୍ନରେ ଶକ୍ତି ଭରନ୍ତି, ଦ୍ୱିତୀୟ ସେମାନେ ଯେଉଁମାନେ ତୁମ ମଜା ଉଡାନ୍ତି। ଚାଣକ୍ୟ କୁହନ୍ତି, ଖରାପ ସଙ୍ଗତ ସର୍ବନାଶର କାରଣ। ଯଦି ପଦ୍ମ ଫୁଲ ଗନ୍ଧିଆ ପାଣିରେ ପଡିଯାଏ ତେବେ ତାର ପରିଚୟ ମିଳେଇଯାଏ, ସେମିତି ଖରାପ ସଙ୍ଗତରେ ଭଲ ମଣିଷ ବି ନଷ୍ଟ ହୋଇଯାଏ। ନିଜକୁ ପଚାର, ତୁମ ସାଙ୍ଗମାନେ ତୁମକୁ ଉପରକୁ ଉଠାଇଛନ୍ତି ନା ତଳକୁ ଟାଣୁଛନ୍ତି? ଅଭ୍ୟାସ ବଦଳାଅ। ଚାଣକ୍ୟ କୁହନ୍ତି, ଯଦି ମଣିଷ ନିଜ ଅଭ୍ୟାସ ଉପରେ ନିୟନ୍ତ୍ରଣ କରିପାରିବ ନାହିଁ ତେବେ ଜୀବନ ଉପରେ ତାର ଅଧିକାର ରହିବ ନାହିଁ। ଯୋଗ୍ୟତା ବଂଶରୁ ଆସେନି, ଅଭ୍ୟାସରୁ ଆସେ। ଥରେ ଜଣେ ରାଜକୁମାର ଚାଣକ୍ୟଙ୍କ ପାଖକୁ ଆସି କହିଲେ, ମୁଁ ରାଜା ହେବାକୁ ଯୋଗ୍ୟ ନାହିଁ ବୋଲି ଭାବୁଛି। ଚାଣକ୍ୟ ତାଙ୍କୁ 7 ଦିନ ନିଜ ପାଖରେ ରଖି ଅଭ୍ୟାସ ବଦଳାଇବା ଶିଖାଇଲେ। ଠିକ ସମୟରେ ଉଠିବା, ରାଗ ନିୟନ୍ତ୍ରଣ କରିବା, ଅନୁଶାସନରେ ରହିବା। 7 ଦିନ ପରେ ସେହି ରାଜକୁମାର ଆତ୍ମବିଶ୍ୱାସ ପାଇଗଲା। ତୁମେ ଆଜିଠାରୁ କେଉଁ ଅଭ୍ୟାସ ବଦଳାଇବାକୁ ଯାଉଛ? କାଲି ପାଇଁ ଅପେକ୍ଷା କର ନାହିଁ। ବନ୍ଧୁଗଣ,